ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଯୋଗ ଓ ଧ୍ୟାନ କର୍ମଶାଳା ଅନୁଷ୍ଠିତ। ସ୍ଥାନୀୟ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପରିସରରେ ଏକ ଦିନିକିଆ ଯୋଗ ଓ ଧ୍ୟାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦୈନନ୍ଦିନ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଏବଂ ମାନସିକ ଶାନ୍ତି ପାଇଁ ନିଶ୍ୱାସ ପ୍ରଶ୍ୱାସର ଗୁରୁତ୍ୱ ଉପରେ ଏହି କର୍ମଶାଳାଟି ପର୍ଯ୍ୟବେସିତ ଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ରବିଶଙ୍କର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ତଥା ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ ଯୋଗ ଦେଇଥିଲେ। ଏଥିରେ ଇଂରାଜୀ ଅଧ୍ୟାପିକା ବିଜୟ କୁମାର ରାମ ମଞ୍ଚ ପରିଚାଳନା କରିଥିଲେ। ବିଶିଷ୍ଟ ଅତିଥି ତଥା ମୁଖ୍ୟ ଆଲୋଚିକା ଭାବେ ବାଙ୍ଗାଲୋରରୁ ଆସିଥିବା ଡକ୍ଟର ଜୟଶ୍ରୀ ପଟ୍ଟନାୟକ ଯୋଗ ଦେଇ ଛାତ୍ରୀମାନଙ୍କୁ ଯୋଗ ଓ ପ୍ରାଣାୟାମର କୌଶଳ ଶିଖାଇଥିଲେ। ଏହି ଅବସରରେ ଅଧ୍ୟାପିକା ସୁଧାଂଶୁବାଳା ପଟ୍ଟନାୟକ ମଧ୍ୟ ଯୋଗର ଉପକାରିତା ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଶରଥ ଗୋଗେଇ, ଅଧ୍ୟାପିକା ରେଣୁକା ମହାନ୍ତ, ଶୁଭଦର୍ଶିନୀ ମିଶ୍ର, ପ୍ରିୟତମା ହେମ୍ବ୍ରମ, ବିଦ୍ୟାବତୀ ବେହେରା, ଅନିତା ସାମନ୍ତ ଏବଂ ଗୁଞ୍ଜନ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ରହି କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଶୁଭଦର୍ଶିନୀ ମିଶ୍ର। ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ, ଖୋଲା ଖବର ଟିଭି।